ଆଜି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷିମୁଠି ବିହନର ଅନୁକୂଳ ହୁଏ। ଆଜି କୃଷକମାନଙ୍କର ଗୋଟିଏ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରାଣ ବର୍ଣ୍ଣିତ ସତ୍ୟଯୁଗର ଜନ୍ମ। ଏହି ପବିତ୍ର ସନ୍ଧ୍ୟାରେ ପ୍ରତ୍ୟେକ ଦିନ ତ ସନ୍ଧ୍ୟାରେ ଅଳ୍ପ ବହୁତ ସତ୍ସଙ୍ଗ ଅନୁଷ୍ଠିତ ହୁଏ, କିନ୍ତୁ ଆଜିର ଯେଉଁ ସନ୍ଧ୍ୟା ଇଏ ଏକ ସ୍ୱତନ୍ତ୍ର ସନ୍ଧ୍ୟା। ଏ ସନ୍ଧ୍ୟାରେ ଏଇ ଛୋଟିଆ ପରିସର ଭିତରେ ଆମେ ସମସ୍ତେ ଗୁରୁପ୍ରେମୀମାନେ ବସିଛନ୍ତି। ଯେଉଁମାନେ ବସିଛନ୍ତି ସମସ୍ତେ ଗୁରୁପ୍ରେମୀ। ଏଠି ରବିଶଙ୍କରଙ୍କର ଆକ୍ଟ ଅଫ୍ ଲିଭିଙ୍ଗର ଜଣେ ସାଧକ ତାପସ ବସିଛନ୍ତି। ପ୍ରାଚୀ ତଟର ପ୍ରାଚୀ ତୀର୍ଥର ନୟାହାଟସ୍ଥ ସମନ୍ୱୟୀ ସନ୍ଥ ପ୍ରେମାଚାର୍ଯ୍ୟ ମଧୁସୂଦନଙ୍କର ଜଣେ ଦାୟାଦ ଏବଂ ସେ ପ୍ରବକ୍ତା, ଭାଗବତ କଥା ପ୍ରବକ୍ତା ସେ ମଧ୍ୟ ବସିଛନ୍ତି। ଏବଂ ଆମ ଆଶ୍ରମ ତରଫରୁ ବହୁତ ସାଧକ ସାଧିକାମାନେ ଏଠି ଅଛନ୍ତି, ମାଆମାନେ ବି ଅଛନ୍ତି। ଜଗନ୍ନାଥଙ୍କ ଦର୍ଶନ ଆସ ଆମେ ଭଲ ମଣିଷ ହେବା କଥାର ପ୍ରଚାରକ ଅରୁଣ ବାବୁ ଜଣେ ଜ୍ୟୋତିର୍ବିଦ, ସେ ମଧ୍ୟ ଆଶ୍ରମର ଶିଷ୍ୟ ହେଲେ ମଧ୍ୟ ସେ ମଧ୍ୟ ଏଠି ଅଛନ୍ତି। ତ ସତ୍ୟଯୁଗଟା ଆଉ କ'ଣ? ସତ୍ୟଯୁଗଟାକୁ ତ ଆମେ କେହି ଦେଖିନୁ, ନାଁଟା ଶୁଣିଛୁ ସତ୍ୟଯୁଗ। ବର୍ତ୍ତମାନ ଯେଉଁ ପରିବେଶଟିକୁ ଆପଣମାନେ ଦେଖୁଛନ୍ତି, ଏଇ ହେଉଛି ସତ୍ୟଯୁଗ। ଏ ଜୀବ ସତସଙ୍ଗ ବିନୁ ଲଭି ନ ପାରେ ବରତନ। ସେଇଆକୁ ଭାଗବତ କହନ୍ତି, ଏ ଜୀବ ସାଧୁ ସଙ୍ଗ ବିନୁ। ସାଧୁ କହିଲେ ଯେ କେବଳ ଜଟ ଜୁଟା ନାଲି ନେଳି ପୋଷାକ ଇତ୍ୟାଦି ଏସବୁ ସାଧୁତାର ଗୁଣ ନୁହେଁ। ଇଏ ହଉ ସାଧୁ, ଇଏ ଗୋଟେ ସାଧୁ ଭାବର ଗୋଟେ ଇଏ ହେଉଛି ଗୋଟେ ଅଂଶ। କିନ୍ତୁ ନିଜକୁ ଧୌତ ଯେଉଁମାନେ କରିପାରିଛନ୍ତି, ଯାହାର ଆଖିରେ ଗୁରୁଙ୍କର ଆଖି ବା ଚକାନୟନଙ୍କ ଆଖି ନାଚି ଉଠେ, ଯାହାର କର୍ଣ୍ଣରେ ଶାସ୍ତ୍ରବାଣୀ ଗୁରୁବାଣୀ ଗୁରୁଜନଙ୍କ ବାଣୀ ତା କର୍ଣ୍ଣରେ ସବୁବେଳେ ଶୁଭୁଥାଏ, ଯାହାର ମୁଖରେ ଗୁରୁଙ୍କର ନାମ କୀର୍ତ୍ତନ ସ୍ତବ ସ୍ତୋତ୍ର ସହିତ ସୁମଧୁର କଥା ବିନୟର କଥା ଯାହାର ମୁଖରୁ ଭାସି ଆସେ ଏବଂ ସାତ୍ଵିକ ଭୋଜନରେ ଯେଉଁମାନେ ମନୋବୃତ୍ତି ଦିଅନ୍ତି, ସେଇମାନେ ହେଉଛନ୍ତି ସାଧୁ। ତା ସହିତ ସାଧୁ ହେଉଛନ୍ତି ମଳୟ ପବନ। ମଳୟ ପବନ ତାକୁ ବ୍ୟାଖ୍ୟା କରୁନି, କାରଣ କାର୍ଯ୍ୟକ୍ରମ ବହୁତ ଅଛି। ଯେଉଁମାନଙ୍କ ନାସାରେ ହଂସ ବୋଲି ଶବ୍ଦ ନିଶ୍ୱାସ ଦ୍ୱାରା ପ୍ରବାହିତ ହେଉଛି, ହକାରଣେ ବହିରି ଯାତି
ସକାରେ ଶକ୍ତି ସମ୍ଭବା ହଂସ ହଂସ କରଦ୍ୱୟ ଜୀବ ଜପତି ସର୍ବଦା। ସେଇ ହେଉଛନ୍ତି ସାଧୁ। ଏଇଭଳି ଭାବରେ ଯାହାଙ୍କର ମସ୍ତକରେ ରହିଛି ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଗୁରୁମୁଖୀ ହେବା ସବୁଠାରୁ ସାଧୁତାର ଲକ୍ଷଣ।